ଶାରୀରିକ ସମ୍ପର୍କ ବନାଇ ସାରିବା ପରେ ଯେତେବେଳେ ଗୋଟିଏ ମହିଳା ପୂରାପୂରି ଭାବରେ ସନ୍ତୁଷ୍ଟି ପ୍ରାପ୍ତି କରିନେଇଥାନ୍ତି, ତେବେ ତାଙ୍କ ଗୁପ୍ତାଙ୍ଗରୁ ଧଳା ତରଳ ପଦାର୍ଥ ବାହାରକୁ ବାହାରି ଆସିଥାଏ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଯୌନ ଇଚ୍ଛା ସବୁଠାରୁ ଅଧିକ ଥାଏ ଏବଂ ଏପରି ପରିସ୍ଥିତିରେ ମହିଳାମାନେ ସର୍ବଦା ସେହି ପୁରୁଷ ସହିତ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଚାହିଁଥାନ୍ତି, ଯିଏ ତାଙ୍କ ଗୁପ୍ତାଙ୍ଗର ଗରମକୁ ଜଲ୍ଦି ଶାନ୍ତ କରିଦେଇଥାନ୍ତି। ଯଦି ସ୍ୱାମୀ ଘରେ ରୁହନ୍ତି, ତେବେ ସ୍ତ୍ରୀଙ୍କର ସଉକ ପୂରଣ ହୋଇନଥାଏ। ଯଦି ସ୍ୱାମୀ ଟଙ୍କା ରୋଜଗାର କରିବାକୁ ବିଦେଶ ଚାଲିଯାଆନ୍ତି, ତେବେ ସ୍ତ୍ରୀଙ୍କର ଅନ୍ୟ କେଉଁଠି ପ୍ରେମ ଆରମ୍ଭ ହୋଇଯାଇଥାଏ। ତେବେ ଏପରି ସ୍ତ୍ରୀ ଲଜ୍ଜାରେ ମରିଯିବା ଉଚିତ। ଆପଣ ଯାହାକୁ ଭଲ ପାଉଛନ୍ତି, ତାଙ୍କ ସହିତ ଶୋଇବା ଦ୍ୱାରା ଆପଣ ଶୀଘ୍ର ଏବଂ ଗଭୀର ନିଦରେ ଶୋଇପାରିଥାନ୍ତି ଏବଂ ଆପଣଙ୍କୁ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ। ପ୍ରତ୍ୟେକ ପ୍ରେମ କାହାଣୀ ଧୋକା ପାଇଁ ଶେଷ ହୋଇନଥାଏ। କିଛି ପ୍ରେମ କାହାଣୀ ସ୍ୱାମୀ ବା ସ୍ତ୍ରୀ ହାତରେ ମୋବାଇଲ ଫୋନ୍ ଲାଗିବା ଦ୍ୱାରା ମଧ୍ୟ ଶେଷ ହୋଇଯାଇଥାଏ। ଶାରୀରିକ ସମ୍ପର୍କ ବନାଇବା ସମୟରେ ଯେତେବେଳେ ଗୋଟିଏ ମହିଳା ପୂରାପୂରି ଉତ୍ତେଜିତ ହୋଇଯାଇଥାନ୍ତି, ତେବେ ତାଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ଆସିଥାଏ। ଯେମିତିକି ସେ ଆପଣଙ୍କ ଦେହରୁ ସବୁ କପଡ଼ା ବାହାର କରିଦେବେ, ଆପଣଙ୍କ ଗୁପ୍ତାଙ୍ଗକୁ ଅଚାନକ ପାଟିରେ ପୂରାଇ ନେବେ, ଆପଣଙ୍କ ଛାତି, ଗାଲ, ଓଠକୁ କାମୁଡ଼ି ପକାଇବେ, ଆପଣଙ୍କୁ ବାରମ୍ବାର ଜାବୁଡ଼ି ଧରିବେ, ଆପଣଙ୍କ ସହିତ ରୋମାନ୍ସ କରିବେ ଓ ଆପଣଙ୍କ ଗୁପ୍ତାଙ୍ଗ ଉପରେ ବସି ନିଜେ ନିଜେ ଝଟକା ମାରିବାକୁ ଲାଗିବେ। ଯେଉଁ ମହିଳାଙ୍କ ଗୁପ୍ତାଙ୍ଗ ଯେତେ ଅଧିକ କଳା ହୋଇଥାଏ, ତେବେ ସେ ତାଙ୍କ ସ୍ୱାମୀଙ୍କ ସହିତ ସେତେ ଅଧିକ ଯୌନ ସମ୍ପର୍କ ରଖିଥାନ୍ତି। ଅତ୍ୟଧିକ ଯୌନ ସମ୍ପର୍କ କାରଣ ପାଇଁ ମହିଳାଙ୍କ ଗୁପ୍ତାଙ୍ଗ କଳା ପଡ଼ିଯାଇଥାଏ।